ଆକାଶ କବଳରୁ ଗୋଟେ ଝିଅକୁ ଉଦ୍ଧାର କରିକି ଜେଲ୍ ଯାଉଛି। ଏଇଭଳିଆ 10 ଯିବି ଜେଲ୍, କିଛି ଅସୁବିଧା ହେଇଯିବନି। ଅନୁଗୁଳ ଜିଲ୍ଲା ତାଳଚେରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ। କିଛି ବୁଝିବା ଆଗରୁ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ ସାମ୍ବାଦିକ ରବୀନ୍ଦ୍ରନାଥ ତାଳଚେର ବାଇପାସ୍ ଛକ ପାଖରେ ଥିବା ଗୋଟିଏ ଫଳ ଦୋକାନରୁ ଫଳ କିଣି ଘରକୁ ବାହାରିବା ସମୟରେ ପୂର୍ବରୁ ଯୋଜନାବଦ୍ଧ ଭାବେ ମାରିଦେବାକୁ ପ୍ଲାନ୍ କରି ଆକ୍ରମଣ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଅଭିଯୁକ୍ତଙ୍କୁ ତାଳଚେର ପୁଲିସ ଗିରଫ କରି କୋର୍ଟ ଚାଲିଛି। ତେବେ ରବୀନ୍ଦ୍ର ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି ଡାକ୍ତର। ପୂର୍ବ ଯୋଜନା ମୁତାବକ ଭାବେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ସଂଘବଦ୍ଧ ଆକ୍ରମଣ କରିଥିଲେ ବୋଲି ରବୀନ୍ଦ୍ର ପ୍ରକାଶ କରିଛନ୍ତି। ଦେଖନ୍ତୁ ସାମ୍ବାଦିକ କ୍ଷେତ୍ରରେ ଗୋଟେ ଏଇଟା ନିନ୍ଦା। ଯେତେବେଳେ ମୁଁ କାଲି ଘରକୁ ଆସୁଥିଲି ମୋ କାମ ସାରିକି, ସେ ସମୟରେ G24 ଗୋଟେ ଅଛି ଓଡ଼ିଆ ଫେସବୁକ୍ ଚ୍ୟାନେଲ୍, ଗୋଟେ ଝିଅ ମୋତେ ଆସି ପଚାରିଲା, ଆରେ କ'ଣ କମେଣ୍ଟ ମାରିଲୁ ମୋତେ? ମୁଁ କହିଲି ମୁଁ ତ ଦେଖିନି, ଜାଣିନି, ତୋତେ କିଏ ମୁଁ କମେଣ୍ଟ ମାରିବି? ଏତିକି ସମୟରେ OTVର ପ୍ରତିନିଧି ମନିଲ ମହା ତାଳଚେରରୁ ପଛପଟୁ ଗୋଟେ ରଡ଼ ବାହାର କଲେ, ମୋତେ ଆଗେ ପାହାଡ଼ ଦେଲେ ଏଇଠି ମୋ ହାତକୁ, ମୋତେ ହାତ ଦେଖେଇଦେଲି, ମୋ ହାତଟା ଭାଙ୍ଗିଗଲା ଏବଂ ତାପରେ ମୁଣ୍ଡଟା ଫାଟିଗଲା ଏଇଠି। ତେଣୁ ତାପରେ ମୋତେ ଗୋଟେ ଯୋଜନାବଦ୍ଧ ମାରିବାର ସେମାନେ ପ୍ଲାନିଂ କରିଥିଲେ ଆଗରୁ। ଯାହା ହଉ କାଲି କେହି ନଥିବାରୁ ମୋତେ ଏକଲା ହାବୁଡ଼ିଲେ। ଆଉ ମୁଁ ଜୀବନ ବିକଳରେ ଥାନାକୁ ପଳେଇଲି। ଥାନାରୁ ମୋତେ ମେଡ଼ିକାଲ ଗଲି। ବର୍ତ୍ତମାନ ତାଳଚେର ମେଡ଼ିକାଲରୁ ବର୍ତ୍ତମାନ ଅନୁଗୁଳ ରେଫର ହେଇଛି ଏବଂ ମୋ ମୁଣ୍ଡର ଆଘାତ ଲାଗିଛି, ଯୌନାଙ୍ଗରେ ଆଘାତ ଲାଗିଛି ଏବଂ ହାତ ଭାଙ୍ଗି ଯାଇଛି। ମୁଁ ପୁରା ସିରିୟସ୍ ଅଛି ଏବଂ ଭଗବାନ ଦୟାରୁ ମୁଁ ସେଠି ବଞ୍ଚିକି ପଳେଇ ଆସିଛି। ଆଉ ଗୋଟେ ଆପଣଙ୍କ ମାଧ୍ୟମରେ ଗୋଟେ କହିବି ଯେ OTVର ଜାଗି ମଙ୍ଗତ ପଣ୍ଡା କ'ଣ ତାଳଚେରରେ ଗୁଣ୍ଡା ରଖୁଛନ୍ତି ମନିଲ ମହାରାଣା OTV କି? କାହିଁକି ନା ସେ ଯାହାକୁ ଦେଖିଲେ ରଡ଼ରେ ପିଟିବ, ଛୁରୀରେ ଭୁଷିବ, ସମସ୍ତଙ୍କୁ ଏମିତି କରିବ ଆଉ ବିନା ଦୋଷରେ। କାହିଁ କ'ଣ ଏମିତି ତା'ର ହେଇଯାଉଛି ଅସୁବିଧା? ଆମେ ଆମ କାମ କରୁଛୁ ଆଜ୍ଞା, ତୁମେ ତୁମ କାମ କର। କାହିଁକି ଏମିତି ପୂର୍ବରୁ ଯୁଗେ କିଛି ଆଜ୍ଞା ତା ସାଙ୍ଗେ ଶତ୍ରୁତା ନଥିଲା। ସେ କ'ଣ କରୁଛି ନା G24 ଯେଉଁ ଝିଅଟି ଅଛି ତା ବୁଦ୍ଧିରେ ପଡ଼ି ଯୋଜନାବଦ୍ଧ ଆକ୍ରମଣ କରିବା ପାଇଁ ଏ ପ୍ଲାନ୍ କରିଥିଲେ। ଆଉ ସେମାନେ ଚାହିଁଥିଲେ ଆମେ ସାମ୍ବାଦିକଟାକୁ ରବିଟାକୁ ଭାଇରାଲ୍ କରିବୁ, କିନ୍ତୁ ଅବସ୍ଥା ଖରାପ ହେଇଗଲା ଯେହେତୁ ମୋ ମୁଣ୍ଡ ଫାଟିଗଲା। ସେମାନେ ଚାହିଁଥିଲେ ବଦନାମ କରିବା ପାଇଁ, ବଦନାମ ତ କରିପାରିଲେନି। ବର୍ତ୍ତମାନ ବଦନାମ ଏବେ ମୁଁ ଅଭିଯୋଗ କରିଛି, ସବୁ ତଥ୍ୟ ଦେଇଛି। ଆଉ ବର୍ତ୍ତମାନ ମୋତେ ଯାହା ଖବର ମିଳିଛି ମନିଲ ମହାରାଣା OTVର ପ୍ରତିନିଧି ଆରେଷ୍ଟ ହେଇସାରି ଆଉ 3 ଜଣ ଆରେଷ୍ଟ ହେବେ। ଆମର ଦୃଢ଼ ବିଶ୍ୱାସ ଅଛି ମୋହନ ସରକାର ପ୍ରତି ଏବଂ ଆମର ରାହୁଲ ଜୈନ SPଙ୍କ ପ୍ରତି ନିହାତି ମୋତେ ନ୍ୟାୟ ମିଳିବ। କେତେ ଜଣ ଆକ୍ରମଣ କରିଛନ୍ତି? 4 ଜଣ ଆଜ୍ଞା ମିଶିକି ଆକ୍ରମଣ କରୁଥିଲେ। ଆଉ ସବୁଠୁ ବଡ଼ କଥା, ଯେଉଁ ମନିଲ ମହାରାଣା ମୋତେ ଆକ୍ରମଣ କରୁଥିଲେ ତାଙ୍କ ଜ୍ୱାଇଁ ଭିଡ଼ିଓ କ୍ୟାମେରା କରୁଥିଲେ। ସେ ଭିଡ଼ିଓ କ୍ୟାମେରା ସହ ମୋ ଯୌନାଙ୍ଗରେ ଗୋଟେ ଗୋଇଠା ମାରିଥିଲେ, ଯେଉଁଟାକି ମୋ ଯୌନାଙ୍ଗର ଦରଜ ଏବେ ବି ଯାଇନି। ମୁଁ ସେଇଥିପାଇଁ ଆସି ଡକ୍ଟରଙ୍କୁ ଟ୍ରିଟମେଣ୍ଟ ବି କରିଛି, ସବୁ ପ୍ରକାର ଟ୍ରିଟମେଣ୍ଟ କରିଛି ଆଜ୍ଞା। କେତେବେଳେ ହେଇଥିଲା, କେଉଁ ସମୟରେ ହେଇଥିଲା? ରାତି 8ଟାରୁ 8:30 ଭିତରେ ହେଇଥିଲା। ହାଟଟା ଟ୍ରେନ୍ ଲାଇନ୍ ପାଖାପାଖି ଯେଉଁ ଫଳ ଦୋକାନ ହେଇଛି, ସେ ଫଳ ଦୋକାନରୁ ଫଳ କିଣୁଥିଲି। କିଛି ପୂର୍ବରୁ ସଂକେତ ଥିଲା କି? କିଛି ନଥିଲା ମୋତେ ଆଜ୍ଞା। ମୁଁ ଯଦି ମୋ ସାଙ୍ଗରେ କିଏ ଥାନ୍ତା କି କ'ଣ ଥାନ୍ତା ମୁଁ ତ ଜାଣିପାରିଥାନ୍ତି। ମୁଁ କଷିକି ପଡ଼ିଥାନ୍ତି, ମୁଁ କିଛି ଜାଣିପାରୁନଥିଲି। ହଠାତ୍ ତ ଆଇଲା ଆଟାକ୍ କଲେ ଆଜ୍ଞା। କ'ଣ ଚାହୁଁଛନ୍ତି? ମୁଁ ଚାହୁଁଛି ମୋତେ ମୋହନ ସରକାର ଏବଂ ଅନୁଗୁଳ SP ରାହୁଲ ଜୈନ ମହାଶୟ ମୋତେ ନ୍ୟାୟ ପ୍ରଦାନ କରନ୍ତୁ, ଆମେ ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ। ସାର୍ କ'ଣ କହିବେ? କାଲି ଯେଉଁ ଘଟଣା ହେଲା ସାମ୍ବାଦିକ ଗତକାଲି ସାମ୍ବାଦିକ ରବୀନ୍ଦ୍ର ସେଠୀ ଏକ ଅଭିଯୋଗ କରିଥିଲେ ଯେ ସେ ଫଳ କିଣିବା ସମୟରେ ଅନ୍ୟ କିଛି ସାମ୍ବାଦିକ ଏବଂ ତାର ସହଯୋଗୀ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେ ଅଭିଯୋଗ ନେଇ ଗୋଟେ ତାଳଚେର ଥାନାରେ ଗୋଟେ କେସ୍ ରୁଜୁ ହୋଇଛି। କେସ୍ ରୁଜୁ ହୋଇ ତା ଦେହରେ 3 ଜଣ ଆକ୍ୟୁଜ ଆରେଷ୍ଟ ହେଇ ଫରୱାର୍ଡ ହୋଇଛନ୍ତି। ମନିଲ ମହାରାଣା, ଅନାମ ନାଜ ଆଉ ତାଙ୍କ ସ୍ୱାମୀ ସାଇଦ ଖାନ୍ 3 ଜଣ ଆରେଷ୍ଟ ହେଇ ଫରୱାର୍ଡ ହୋଇଛନ୍ତି। ଆଉ ଜଣେ ଆବସ୍କଣ୍ଡ କରିଛନ୍ତି। ତାଙ୍କୁ ପଛରେ ଆମେ ଗିରଫ କରିବା ପାଇଁ ଚେଷ୍ଟା କରିବୁ। କାଲି ରାତିରେ ଏ ଘଟଣା ଥିଲା। ସେ କାମ ସାରି ଫେରୁଥିଲେ ତାଙ୍କ ଘରକୁ। ଫଳ କିଣିବା ସମୟରେ ଏଭଳି ଘଟଣା ହେଇଛି ଏବଂ ମୁଣ୍ଡରେ ଯେହେତୁ ଗଭୀର ଆଘାତ ଲାଗିଛି, ସେ ଅନୁଯାୟୀ 109(1), 117(2), 3, 5, 324(4) ଏବଂ 115(2) ଅର୍ଥାତ୍ ପୁରୁଣା 307 ଧାରାରେ IPC ଧାରାରେ ଏବଂ ବର୍ତ୍ତମାନର BNS ଧାରାରେ କେସ୍ କରାଯାଇଛି ଏବଂ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନୁଗୁଳରୁ ସୁଧାକର ସାହୁଙ୍କ ରିପୋର୍ଟ ଟୁଡେ।